ଆଜିର ପ୍ରସଙ୍ଗ ଜନନାୟକ ବାଜପେୟୀଜୀ। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନନାୟକ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ପ୍ରାତଃ ସ୍ମରଣୀୟ ଯୁଗ ପୁରୁଷ। ଆଜି 25 ଡିସେମ୍ବରରେ ସମଗ୍ର ରାଷ୍ଟ୍ର ବାଜପେୟୀଜୀଙ୍କ ଜୟନ୍ତୀ ପାଳନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରୁଛି। ବାଜପେୟୀଜୀ ଜଣେ ରାଜନୀତିଜ୍ଞ ହେବା ସହିତ ସେ ଜଣେ ସାମ୍ବାଦିକ ଓ ସହୃଦୟ କବି ମଧ୍ୟ ଥିଲେ। ତାଙ୍କୁ ସାରସ୍ୱତ ସାଧନା ଓ ସାହିତ୍ୟ ପରମ୍ପରାଗତ ଭାବରେ ହାସଲ ହୋଇଥିଲା। ସେ ଅନେକ ସମୟରେ ଖୋଲାଖୋଲି କହିଛନ୍ତି, ରାମଚରିତ ମାନସ ତାଙ୍କର ପ୍ରେରଣା ସ୍ରୋତ ରହିଥିଲା। ଗୋସ୍ୱାମୀ ତୁଳସୀଦାସ ଜୀବନର ସମଗ୍ରତା ବର୍ଣ୍ଣନା ଯେଭଳି ଭାବରେ କରିଛନ୍ତି, ସମଗ୍ର ବିଶ୍ୱ ସାହିତ୍ୟରେ ତାହା ବିରଳ। ବାଲ୍ୟାବସ୍ଥାରୁ ବାଜପେୟୀଜୀ କବିତା ଲେଖିବା ଆରମ୍ଭ କରିଥିଲେ। ସ୍ୱଦେଶୀ ପ୍ରେମ, ଜୀବନ ଦର୍ଶନ, ପ୍ରକୃତି ତଥା ମଧୁର ଭାବରେ କବିତା ତାଙ୍କୁ ବାଲ୍ୟାବସ୍ଥାରୁ ଆକର୍ଷିତ କରିଥିଲା। ତାଙ୍କ କବିତା କୃତିରେ ପ୍ରେମ, କରୁଣା ଓ ବେଦନା ରହିଛି। ଜଣେ ସାମ୍ବାଦିକ ଭାବରେ ସେ ବେଶ୍ ଗମ୍ଭୀର ରହିଥିଲେ। ତାଙ୍କର ଲେଖାଗୁଡ଼ିକର ଜ୍ୱଳନ୍ତ ପ୍ରଶ୍ନ ରହିବା ସହ ସମସ୍ୟା ମଧ୍ୟ ଉଲ୍ଲେଖ ରହୁଥିଲା ଓ ସମାଧାନର ରାସ୍ତା ମଧ୍ୟ ଥିଲା। ବାଜପେୟୀଜୀ ସାମାଜିକ ପ୍ରସଙ୍ଗଗୁଡ଼ିକ ଉତ୍ଥାପନ କରିବା ସହ ଅତୀତରେ ଭୁଲ, ତ୍ରୁଟି, ବିଚ୍ୟୁତିରୁ ଶିକ୍ଷା ନେଇ ସମାଧାନର କଥା କହୁଥିଲେ। ଜଣେ ରାଜନେତା ଭାବରେ ଜନସମାବେଶକୁ ସଂସଦ ପର୍ଯ୍ୟନ୍ତ ଓଜସ୍ୱିନୀ ଭାଷଣ ପ୍ରଦାନ କାଳରେ ତହିଁରେ କ୍ରାନ୍ତିର ସ୍ୱର ଭରପୁର ଶୁଣାଯାଉଥିଲା। ସେ ସର୍ବଦା ରାଷ୍ଟ୍ର ଭିତର କଥା କହୁଥିଲେ, ଜନମାନସର ଚିନ୍ତା କରୁଥିଲେ। ସେ ପ୍ରାୟତଃ କହୁଥିଲେ, ତାଙ୍କ ଭାଷଣରେ ଲେଖକ ବାଜପେୟୀ ହିଁ କହିଥାଏ। ମାତ୍ର ରାଜନେତା ବାଜପେୟୀ ମୌନ ରହେ ନାହିଁ। ଲେଖକ ଓ ରାଜନେତା ମଧ୍ୟରେ ପରସ୍ପର ସମନ୍ୱୟ ହିଁ ଭାଷଣରେ ପ୍ରତିଫଳିତ ହୋଇଥାଏ। ବାଜପେୟୀଜୀ କହୁଥିଲେ, ସାହିତ୍ୟିକ ନିଜର ପ୍ରତି ଅଙ୍ଗୀକାରବଦ୍ଧ ରହିବା ଆବଶ୍ୟକ। ସମାଜ ପାଇଁ ନିଜର ଜୀବନକୁ ଯଥାର୍ଥ ଅର୍ଥରେ ନିର୍ବାହ କରିବା ଦରକାର। ସାହିତ୍ୟିକ ସାମ୍ବାଦିକର ତର୍କ, ଯୁକ୍ତି, ପ୍ରମାଣିକତା ସମ୍ପନ୍ନ ହେବା ଜରୁରୀ। ଦୃଷ୍ଟି ରଚନାତ୍ମକ ହେବା ବିଧେୟ। ସମୟ ସାମୟିକତାକୁ ନେଇ ଆଗକୁ ବଢ଼ିବା ଆବଶ୍ୟକ। ମାତ୍ର ଆଗାମୀକାଲିର ଚିନ୍ତା ମଧ୍ୟ ରହିବା ଆବଶ୍ୟକ। ବାଜପେୟୀଜୀ ଭାରତକୁ ବିଶ୍ୱ ଶକ୍ତିର ରୂପରେ ଦେଖିବା ପାଇଁ ଚାହୁଁଥିଲେ। ସେ ପ୍ରାୟତଃ କହୁଥିଲେ, ଭାରତ ମହାନ ରାଷ୍ଟ୍ର ଭାବରେ, ଶକ୍ତିଶାଳୀ ରାଷ୍ଟ୍ର ଭାବରେ ବିଶ୍ୱରେ ରାଷ୍ଟ୍ର ମଧ୍ୟରେ ଅଗ୍ରଣୀ ପଙ୍କ୍ତିରେ ରହିବା ଆବଶ୍ୟକ। ବାଜପେୟୀଙ୍କ ଭାଷାରେ, କେବେ ଯେଉଁ ସ୍ୱପ୍ନ ଦେଖିଥିଲି, ଆଜି ପ୍ରତି ହୃଦୟସ୍ପନ୍ଦନରେ ରହିଛି। ଏକ ନୂଆ ଭାରତ ନିର୍ମାଣ ଇଚ୍ଛା ମନରେ ରହିଛି। ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଯାହାଙ୍କୁ ସମ୍ମାନ ଓ ଶ୍ରଦ୍ଧାରେ ଦେଶବାସୀ ଅଟଳଜୀ ଭାବରେ ସମ୍ବୋଧନ କରନ୍ତି। କବି, ହୃଦୟ, ରାଜନୀତିଜ୍ଞ ବାଜପେୟୀଜୀ ଓଜସ୍ୱୀ ରଚନାକାର ଅଟନ୍ତି। ଅଟଳଜୀଙ୍କ ଜନ୍ମ 25 ଡିସେମ୍ବର 1924 ମସିହାରେ ମଧ୍ୟପ୍ରଦେଶର ଗ୍ୱାଲିୟର ଅନ୍ତର୍ଗତ ସିଙ୍କେଡ଼ାୱାଡ଼ା ମହଲ୍ଲାରେ ହୋଇଥିଲା। ତାଙ୍କ ପିତା କୃଷ୍ଣ ବିହାରୀ ବାଜପେୟୀ ଅଧ୍ୟାପନା କାର୍ଯ୍ୟ କରୁଥିଲେ। ମାତା କୃଷ୍ଣାଦେବୀ ଗୃହିଣୀ ଥିଲେ। ଅଟଳଜୀଙ୍କ 3 ବଡ଼ ଭାଇ ଓ 3 ବଡ଼ ଭଉଣୀ ଥିଲେ। ବାଲ୍ୟାବସ୍ଥାରୁ ତୁଳସୀ 2 ପତ୍ରରୁ ବାସେ ଭଳି ବାଜପେୟୀଜୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ନେତୃତ୍ୱ ନେବାର ଦକ୍ଷତା, ପ୍ରତିଭା ଆଦି ସ୍ପଷ୍ଟ ପାରି ହୋଇଯାଉଥିଲା। ସେ କଲେଜରେ ଛାତ୍ର ଥିବାବେଳେ ସାମ୍ବାଦିକ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରବଳ ଇଚ୍ଛା ରହିଥିଲା। ବାଚନାଳୟ ସହ ଗଭୀର ସମ୍ବନ୍ଧ ରହିଥିଲା। ଗ୍ୱାଲିୟରରେ ଏଭଳି ଏକ ବାଚନାଳୟ, ସାର୍ବଜନୀନ ପୁସ୍ତକାଳୟ ଓ ବାଚନାଳୟ ରହିଥିଲା, ଯାହାକୁ ସେ ଦୈନନ୍ଦିନ ଉପଯୋଗ କରୁଥିଲେ। ବାଜପେୟୀଜୀଙ୍କ ବାକ୍ ପଟୁତା ପାଇଁ ବିରୋଧୀ ମଧ୍ୟ ତାଙ୍କୁ ଉଚ୍ଚ ପ୍ରଶଂସା କରୁଥିଲେ। ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ବାଜପେୟୀଙ୍କୁ ବହୁତ ସ୍ନେହ ଶ୍ରଦ୍ଧା କରୁଥିଲେ। ସେ ସମୟର କଥା, ଅଟଳ ବିହାରୀ ବାଜପେୟୀ ଜନସଂଘର ସାଂସଦ ଥିଲେ। କୌଣସି ଏକ ଅବସରରେ ସଂସଦର ଅଟଳଜୀ ଅଧିକ ସମୟ କହିଥିଲେ। ଜବାହରଲାଲ ନେହେରୁ ତାଙ୍କୁ ମୃଦୁ କଟାକ୍ଷ କରି ତୁମେ ଏବେ ପିଲା ଅଛ ବୋଲି କହିଥିଲେ। ସେହି ସନ୍ଧ୍ୟାରେ ପୁଣି ନେହେରୁ କାର୍ଯ୍ୟାଳୟରୁ ବାହାରି ବାଜପେୟୀଜୀଙ୍କ ଘରେ ପହଞ୍ଚି କହିଲେ, ମୁଁ ଆଜି ଗାଳି କରିଦେଲି, ଆପଣଙ୍କୁ ଖରାପ ଲାଗିବ ନାହିଁ ତ? ଅଟଳଜୀ କହିଲେ, ଆଦୌ ନାହିଁ। ମୁଁ ତ ନୂତନ ସାଂସଦ ହୋଇ ଆସିଛି, ଏଣିକି ପୁରା ପ୍ରସ୍ତୁତ ହୋଇ ଆସିବି, ଯାହାଫଳରେ ଗାଳି ଶୁଣିବାକୁ ପଡ଼ିବ ନାହିଁ। କଳା, ସାହିତ୍ୟ, ସଂସ୍କୃତି ଜଗତର ମହାମନୀଷୀଗଣ ମଧ୍ୟ ଅଟଳଜୀଙ୍କୁ ବେଶ୍ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ। ବିରଜୁ ମହାରାଜ ସ୍ୱଭାବ ସୁଲଭ ଢଙ୍ଗରେ କହୁଥିଲେ, ଅଟଳଜୀଙ୍କ ଭାଷା ଆକର୍ଷିତ କରିଥାଏ। ତାଙ୍କ କବିତାର ଗଭୀର ବିଚାରକୁ ଜାଣିହୁଏ। ତାଙ୍କ କଥା, ଭାଷା ଅତ୍ୟନ୍ତ ମଧୁର, ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ। श्रोता बंधु आपण माने सुनुचंती रेडियो सुरभि 89.6 FM नदीगां।